ट्राक्टर धक्कारे सोलन बेमाल मृत्यु। सिल्लीपड़ा जूनागढ़ कलाहांडी जिला जूनागढ़ ब्लॉक अंतर्गत चिलकपुर बसस्टाण्ड निकटरे ट्राक्टर धक्कारे सोलन बेमाल और आशीष सुनानी दुर्घटनाग्रस्त होइथिले। फଳରେ ସେମାନଙ୍କୁ ଜୁନାଗଡ଼ ହସ୍ପିଟାଲକୁ ଅଣାଯାଇଥିଲା, କିନ୍ତୁ ସୋଲନ ବେମାଲ ମରିଯାଇଥିଲେ ଓ ଆଶିଷ ସୁନାନୀଙ୍କ ଅବସ୍ଥା ସଂକଟପନ୍ନ ହେବାରୁ ତାଙ୍କୁ ଭବାନୀପଟଣା ହସ୍ପିଟାଲ ପଠାଯାଇଥିଲା। ଲୋକଙ୍କ କହିବା ଅନୁସାରେ ସୋଲନ ବେମାଲ ଓ ଦାସି ଗାଁର ଆଶିଷ ସୁନାନୀ ବାଇକ୍ ଯୋଗେ ଚିଲିଗୁଡ଼ା ଆସୁଥିବା ସମୟରେ ଏପରି ଘଟଣା ଘଟିଥିବା ବୋଲି ଲୋକମାନେ ବାର୍ତ୍ତାଳାପ କରିଥିଲେ। ଏ ଖବର ଶୁଣି ପରିବାର ଲୋକେ ଜୁନାଗଡ଼ ଥାନାରେ ଏତଲା ଦେଇଥିଲେ ଓ ଦିନ 3টাରେ ଶବ ବ୍ୟବଚ୍ଛେଦ ହୋଇଥିଲା ଓ ରାତି 10ଟା ପର୍ଯ୍ୟନ୍ତ ଶବ ରାସ୍ତାରେ ରଖାଯାଇଥିଲା। ଏ ଖବର ଶୁଣି ସ୍ଥାନୀୟ ପ୍ରଶାସନ ଆସି କ୍ଷତିପୂରଣ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଓ ପରିବାରକୁ ଘରକୁ ପଠାଇ ଦେଇଥିଲେ। କଳାହାଣ୍ଡିରୁ ସାହେବ ଛତ୍ରିଆଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।